नमस्कार, जय जगन्नाथ। ମୁଁ ୱେଲକମ୍ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ କମ୍ପିଟେଟିଭ୍ ଏକାଡେମିଆ। ତ ଆମେ କାଲି ନାଉନ୍‌ର ପାର୍ଟ 1 ବିଷୟରେ ପଢ଼ିଥିଲେ। ଆଜି ଆମେ ନାଉନ୍‌ର ପାର୍ଟ 2 ବିଷୟରେ ପଢ଼ିବା। ବା ନାଉନ୍ ସହିତ ଅଫ୍ ଆଉ ଆପୋଷ୍ଟ୍ରୋଫିର ୟୁଜ୍ ବିଷୟରେ ପଢ଼ିବା। ତ ଆମେ ଆଜି 1 ନମ୍ବର ପଏଣ୍ଟରେ ପଢ଼ିବା। ଆପୋଷ୍ଟ୍ରୋଫିର ପ୍ରୟୋଗ ପୋଜେସିଭ୍ କେସ୍ ପାଇଁ ଲିଭିଂ ଥିଙ୍ଗସ୍ ମାନଙ୍କ ପାଇଁ କରାଯାଏ। ତ ଲିଭିଂ ଥିଙ୍ଗସ୍ ମାନେ କ'ଣ ନା ସଜୀବ ପଦାର୍ଥ ବା ଯାହାର ଜୀବନ ଅଛି। ପୋଜେସିଭ୍ କେସ୍ କ'ଣ ନା ଯାହାର ଓନ୍ ନିଜର ହେଇଥିବ। ଯେମିତିକି ଏଠି ଗୋଟେ ଏକ୍ସାମ୍ପଲ୍ ଯେଉଁମାନେ ନେଇଛି ମୋହନ୍ସ ବୁକ୍। କ'ଣ ନା ମୋହନର ବହି। କାଓ ଝନ୍ ଗୋଟେ ଗାଈର ସିଂହ। ଏ ଓମେନ୍ସ ପର୍ସ ଗୋଟେ ଓମେନ୍‌ର ପର୍ସ। ତ ଏଠି ମୋହନ ହେଉଛି ଗୋଟେ ମଣିଷ ବା ଗୋଟେ ପୁଅର ନାଁ, ଗୋଟେ ବଏଜ୍‌ର ନାଁ। ଆଉ ବୁକ୍‌ଟା ହେଉଛି ତା ନିଜର। ଯେହେତୁ ମୋହନ କ'ଣ ଗୋଟେ ଲିଭିଂ ଥିଙ୍ଗସ୍, ତ ଆମେ ତା ପାଖରେ ଆପୋଷ୍ଟ୍ରୋଫି ୟୁଜ୍ କରିବା। ଆପୋଷ୍ଟ୍ରୋଫି ଏସ୍ ୟୁଜ୍ କରିବା। ତ ତାପରେ ଏ କାଓ ଝନ୍ ଗୋଟେ ଗାଈର ସିଂହ। ତ ଗୋଟେ ଗାଈ ହେଉଛି ଗୋଟେ ଲିଭିଂ ଥିଙ୍ଗସ୍, ତ ତା ପାଖରେ ବି ଆମେ ଆପୋଷ୍ଟ୍ରୋଫି ୟୁଜ୍ କରିବା। ତ ଆମେ ଏଠୁ ଶିଖିଲେ କି ଆପୋଷ୍ଟ୍ରୋଫିର ପ୍ରୟୋଗ ପୋଜେସିଭ୍ କେସ୍ ପାଇଁ ଲିଭିଂ ଥିଙ୍ଗସ୍ ମାନଙ୍କ ପାଇଁ କରାଯାଏ। 2 ନମ୍ବର ପଏଣ୍ଟରେ ପଢ଼ିବା। ଯଦି ପ୍ଲୁରାଲ୍ ଶବ୍ଦରେ ଲାଷ୍ଟ ଲେଟରରେ ଏସ୍ ଥିବ, ଆପୋଷ୍ଟ୍ରୋଫିର ପ୍ରୟୋଗ କରିବା ସମୟରେ ଏଗେନ୍ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିବା ନାହିଁ, ଓନ୍ଲି ଆପୋଷ୍ଟ୍ରୋଫିର ପ୍ରୟୋଗ କରିବା। ଯେମିତି ଏକ୍ସାମ୍ପଲ୍‌ରେ ନେଇଛି ବଏଜ୍ କଲେଜ, ଗାର୍ଲସ୍ କଲେଜ। ବଏଜ୍ ହେଉଛି ଗୋଟେ ପ୍ଲୁରାଲ୍ ୱାର୍ଡ଼। ବଏଜ୍ କ'ଣ ଗୋଟେ ପ୍ଲୁରାଲ୍ ୱାର୍ଡ଼। ଆମେ ଯଦି ପୁଣି ଏଗେନ୍ ଏସ୍ ଆପୋଷ୍ଟ୍ରୋଫି ଏସ୍ ଲଗାଇଦେବା, ଏଇଟା କିଛି ସୁପରଫ୍ଲୁଅସ୍ ହେଇଯିବ ବା ଅଧିକ ହେଇଯିବ। ତେଣୁକରି ଆମେ ଯଦି ପ୍ଲୁରାଲ୍ ଶବ୍ଦ ବ୍ୟବହାର କରୁଛେ, ତ ତା ପାଖରେ ଏଗେନ୍ ଆମେ ଆପୋଷ୍ଟ୍ରୋଫି ଏସ୍‌ରେ ବ୍ୟବହାର ନ କରି କେବଳ ଆପୋଷ୍ଟ୍ରୋଫିର ହିଁ ବ୍ୟବହାର କରିବା ଠିକ୍ ହବ। ତ ଏଇଟା ଆମେ କଲା 2 ନମ୍ବର ପଏଣ୍ଟ। 3 ନମ୍ବର ପଏଣ୍ଟ କ'ଣ ଦେଇଛି ନା ପୋଜେସିଭ୍ ପ୍ରୋନାଉନ୍ ସହିତ ଆପୋଷ୍ଟ୍ରୋଫି ଲଗାଯାଏ ନାହିଁ। ପୋଜେସିଭ୍ ପ୍ରୋନାଉନ୍ କ'ଣ ନା ହିଜ୍, ହର୍ସ, ୟୋର୍ସ, ଆୱାର୍ସ, ଦେୟର୍ସ। ଆମେ ଯେତେବେଳେ ନାଉନ୍ ପଢ଼ିଲା, ଯେତେବେଳେ ଆମେ ପ୍ରୋନାଉନ୍ ପଢ଼ିବା, ଏସବୁ ବିଷୟରେ ଆମେ ଡିଟେଲ୍ସରେ ପଢ଼ିବା। କ'ଣ ପୋଜେସିଭ୍ ପ୍ରୋନାଉନ୍ କ'ଣ, ପୋଜେସିଭ୍ ଆଡଜେକ୍ଟିଭ୍ କ'ଣ। ତ ଏବେ ପାଇଁ ଏତିକି ଖାଲି ଜାଣିଥିବ କି ପୋଜେସିଭ୍ ପ୍ରୋନାଉନ୍ ହେଉଛି ହିଜ୍, ହର୍ସ, ୟୋର୍ସ, ଆୱାର୍ସ, ଦେୟର୍ସ। ପୋଜେସିଭ୍ ପ୍ରୋନାଉନ୍ ସହିତ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିବା ନାହିଁ। ଏକ୍ସାମ୍ପଲ୍ ୟୋର୍ସ ଫେଥଫୁଲି, ୟୋର୍ସ ଟ୍ରୁଲି। ଆମେ ଯେତେବେଳେ ଲେଖୁଛେ ନା ଆପ୍ଲିକେସନ୍ ଲେଖୁଛୁ, ଆମେ ଲାଷ୍ଟରେ ଲେଖୁଛୁ ୟୋର୍ ଫେଥଫୁଲି। ତ ଆମେ ସେ ୟୋର୍ସ ପାଖରେ ୟୋର୍ସ ହେଉଛି କ'ଣ ଗୋଟେ ପୋଜେସିଭ୍ ପ୍ରୋନାଉନ୍, ତ ତା ପାଖରେ ଆମେ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିବା ନାହିଁ, ଖାଲି ପୋଜେସିଭ୍ ପ୍ରୋନାଉନ୍ ରହିବ। ତ ଆମେ ଗଲେ 3 ନମ୍ବର ପଏଣ୍ଟ। 4 ନମ୍ବର ପଏଣ୍ଟ ଆମର କ'ଣ ଦେଇଛି? ନିମ୍ନଲିଖିତ ଟାଇଟଲ୍ ସହିତ ଆପୋଷ୍ଟ୍ରୋଫି ଶେଷ ଶବ୍ଦ ସହିତ ଲଗାଯାଏ। ଯେମିତିକି ଆମର କମାଣ୍ଡର ଇନ୍ ଚିଫ୍ସ, ସନ୍ ଇନ୍ ଲଜ୍, ମଦର ଇନ୍ ଲଜ୍। ତ ଏମାନଙ୍କ ପାଖରେ ଆମର ଆପୋଷ୍ଟ୍ରୋଫି ଲାଷ୍ଟ ୱାର୍ଡ଼ରେ ହିଁ ଲଗାଯାଏ। ଆମର ଫାଷ୍ଟ ୱାର୍ଡ଼ରେ ଲଗାଯାଏ ନାହିଁ। ଯେତେକ ସବୁ ଆମର ଟାଇଟଲ୍ ରହିଲା ମଦର ଇନ୍ ଲଜ୍, ସନ୍ ଇନ୍ ଲଜ୍, ସିଷ୍ଟର ଇନ୍ ଲଜ୍, ବ୍ରଦର ଇନ୍ ଲଜ୍, ଏମାନଙ୍କ ପାଖରେ କମାଣ୍ଡର ଇନ୍ ଚିଫ୍, ଏମାନଙ୍କ ପାଖରେ ଲାଷ୍ଟ ୱାର୍ଡ଼ରେ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିବା। ତାପରେ 5 ନମ୍ବର ପଏଣ୍ଟ କ'ଣ ଦେଇଛି ନା ନନ୍ ଲିଭିଂ ଥିଙ୍ଗସ୍ ପାଇଁ ଆପୋଷ୍ଟ୍ରୋଫି ଏସ୍‌ର ପ୍ରୟୋଗ ନ କରି ଅଫ୍‌ର ପ୍ରୟୋଗ କରିବା। ତ ଆମର ଯେତେକ ନନ୍ ଲିଭିଂ ଥିଙ୍ଗସ୍ କ'ଣ ନା ନିର୍ଜୀବ ପଦାର୍ଥ। ଯେତେକ ଆମର ନିର୍ଜୀବ ପଦାର୍ଥ ରହିଲେ ତାଙ୍କ ପାଖରେ ଆମେ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିବା ନାହିଁ। ଆମେ କାହାର ବ୍ୟବହାର କରିବା? ଅଫ୍‌ର ବ୍ୟବହାର କରିବା। ଯେମିତିକି ଆମର ଏଠି ଗୋଟେ ଏକ୍ସାମ୍ପଲ୍ ଟେବୁଲ୍ ସ୍ଲେଟ୍। ଟେବୁଲ୍ କ'ଣ ଆମର ଗୋଟେ ନନ୍ ଲିଭିଂ ଥିଙ୍ଗସ୍। ତ ଆମେ ତା ପାଖରେ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିବା ନାହିଁ, ଏଇଟା ଭୁଲ ହେଇଯିବ। ତ ଆମେ ତା ପାଖରେ ଅଫ୍‌ର ବ୍ୟବହାର କରିବା ନା କ'ଣ ଲେଗ୍ ଅଫ୍ ଦି ଟେବୁଲ୍, ଏଇଟା ଆମର ଠିକ୍ ହେବ। ତ ଆମେ ଏଠି କ'ଣ ଜାଣିଲେ ନା ନନ୍ ଲିଭିଂ ଥିଙ୍ଗସ୍ ପାଖରେ ଆମେ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର ନ କରି ଅଫ୍‌ର ବ୍ୟବହାର କରିବା। ତ 6 ନମ୍ବର ପଏଣ୍ଟ କ'ଣ ଦେଇଛି? ଯେବେ କିଛି ନିର୍ଜୀବ ବସ୍ତୁର ପର୍ସନିଫିକେସନ୍ କରାଯାଏ, ତା ପାଖରେ ଆମେ ଏକ୍ସାମ୍ପଲ୍ ଯେମିତିକି ସନ୍ସ ଫୁରି, ନେଚର୍ସ ଲଭ୍। ଯେବେ କିଛି ଆମେ ଗୋଟେ ନନ୍ ଲିଭିଂ ଥିଙ୍ଗସ୍‌ର କିଛି ଗୋଟେ ପର୍ସନିଫିକେସନ୍ କରିବା, ଯେମିତିକି ଆମର ଗୋଟେ ନେଚର୍ ରହିଲା। ନେଚର୍ ହେଉଛି ଗୋଟେ କ'ଣ ନନ୍ ଲିଭିଂ ଥିଙ୍ଗସ୍। ତ ଆମେ ତା'ର କିଛି ପର୍ସନିଫିକେସନ୍ କରିବା, ସେତେବେଳେ ଆମେ ତା ପାଖରେ ଆପୋଷ୍ଟ୍ରୋଫି ଏସ୍ ଲଗାଇ ପାରିବା। ସନ୍ସ ଫୁରି, ନେଚର୍ସ ଲଭ୍, ଏସବୁ ପାଖରେ। ତାପରେ 7 ନମ୍ବର ପଏଣ୍ଟ ହେଉଛି କିଛି ଫ୍ରେଜ୍ ସହିତ ଆମେ କିଛିଟା ଫ୍ରେଜ୍ ଅଛି, ଆମେ ଯାହା ସହିତ କି ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିପାରିବୁ। ଯେମିତିକି ଆଟ୍ ୱାନ୍ସ, ୱିଟ୍ସ ଏଣ୍ଡ, ୱିଦିନ୍ ଏ ଷ୍ଟୋନ୍ସ ଥ୍ରୋ। ଏମିତି କିଛି ଫ୍ରେଜ୍ ମାନଙ୍କ ପାଖରେ ଆମେ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିପାରିବା। 8 ନମ୍ବର ପଏଣ୍ଟ କ'ଣ ଦେଇଛି ନା ୱିଥ୍ ଜୋଗ୍ରାଫିକାଲ୍ ବଡି। ଜୋଗ୍ରାଫିକାଲ୍ ବଡି ପାଖରେ ବା ଭୌଗୋଳିକ ବଡି ପାଖରେ ଆମେ ଆପୋଷ୍ଟ୍ରୋଫିର ବ୍ୟବହାର କରିବା ନା କ'ଣ ଆଟମୋସ୍ଫିୟର। ତ ଏଠି ମୁଁ ଏସ୍ ଲେଖିବା ଛାଡ଼ି ଦେଇଛି। ଆଟମୋସ୍ଫିୟର ତା ପାଖରେ ଆମେ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିପାରିବା। ତାପରେ 9 ନମ୍ବର ପଏଣ୍ଟ କ'ଣ ଦେଇଛି ନା କିଛି ସମ୍ମାନଜନକ ନାଉନ୍ ସହିତ ଆମେ ବ୍ୟବହାର କରିପାରିବା। ଯେମିତି କୋର୍ଟ ଗୋଟେ ଅର୍ଡ଼ର ଦେଉଛି, ଏଇଟା କ'ଣ କିଛି ଗୋଟେ ସମ୍ମାନଜନକ କୋର୍ଟ ଅର୍ଡ଼ର ଦେଉଛି ନା, ତ ଆମେ ତା ପାଖରେ ଆମେ ଆପୋଷ୍ଟ୍ରୋଫି ଏସ୍‌ର ବ୍ୟବହାର କରିପାରିବା। ଡ୍ୟୁଟିଜ୍ କଲ୍, ଡ୍ୟୁଟିରୁ କଲ୍ ଆସିଛି, ତ ଏଇଟା ଗୋଟେ ସମ୍ମାନଜନକ କିଛି ଆମେ ଜାଣିଲେ କ'ଣ କିଛି ସମ୍ମାନଜନକ ଜିନିଷ ପାଖରେ ଆମେ ନାଉନ୍‌ର ବ୍ୟବହାର କରିପାରିବା।
डोंट यूज अफ डबल अपोस्ट्रोफिस आम किछिटा एग्जांपल नबा तांको पाखरे आम डबल अपोस्ट्रोफी यूज करि परिबा नाही जेमति कि माय वाइफ्स सेक्रेटरीज मदर हैज एक्सपायर्ड एटी जेतले आम दीटा अपोस्ट्रोफी आम यूज कर दउछंती सेंटेंसटा किछि शुणिबाक भल लागुनी कि देखिबाक भल लागुनी तो एमति डबल एमति जगह आम कोन करबे आर करेक्ट फॉर्म होछि द मदर ऑफ माय वाइफ सेक्रेटरी हैज एक्सपायर्ड तो आम एटी ऑफ यूज करिबा डबल अपोस्ट्रोफी यूज न करिक आम ऑफ यूज करिबा तापर 11 नंबर पॉइंट कौन देछि एनीबॉडी नोबॉडी एवरीवन समबॉडी एनीवन समवन नोवन एवरीवन सहित आम अपोस्ट्रोफी एस रो प्रयोग करि परिबे जेंति कि एवरीवन्स कंसर्न इज नोवन्स कंसर्न एवरीबॉडीज बिजनेस इज नोबॉडीज बिजनेस तो एही सब वर्ड मानक पाखरे हम अपोस्ट्रोफी एस रो व्यवहार करि परिबा तापरे ए सब वर्ड पर जदि ए जो एनीबॉडी बा नोबॉडी ना एवरीवन ए सब वर्ड पर जदि जदि एल्स रो प्रयोग होतले तो अपोस्ट्रोफी को एल सहित लगा जाय जेमति कि एग्जांपल आई कैन रिले योर वर्ड्स नॉट समबॉडी एल्सेस तो हमर एटी सब माने ए सब वर्ड सहित अपोस्ट्रोफी एल्स प्रयोग होतले तो अपोस्ट्रोफी को हम एल्स सहित ही लगे परिबा तो अपोस्ट्रोफी बा ऑफ रो प्रयोग एतिक थिला आपनको क्लासटा केमिति लागिछि श्योर कमेंट करि कहिबे जदि भल लागिछि आमे काली नाउन रो एरर डिस्कशन करिवा थैंक यू जय जगन्नाथ कीप वाचिंग डू लाइक शेयर एंड सब्सक्राइब